ଯଦି ଆପଣ ଆୟୁଷ୍ମାନ ଯୋଜନାରେ ଫିଜିକାଲ୍ କାର୍ଡ଼ ପାଇବାକୁ ଚାହୁଁଛନ୍ତି, ସେଥିପାଇଁ କାର୍ଡ଼ ଡେଲିଭରି ଅପସନରେ KYC କରି ପାଇପାରିବେ। ତ ଚାଲନ୍ତୁ ଜାଣିବା ତାର କ'ଣ ପ୍ରୋସେସ୍ ରହିଛି, କିପରି ଆମେ ଆପ୍ଲାଏ କରିବା, ଚାଲନ୍ତୁ ଜାଣିବା। ପ୍ରଥମେ ଯେକୌଣସି ବ୍ରାଉଜରରେ ମୁଁ ଯେମିତି ଗୁଗୁଲ୍ କ୍ରୋମ୍ ଓପନ୍ କରିଛି, ସେଠି ଆୟୁଷ୍ମାନ ଭାରତର ସାଇଟ୍ ଖୋଲିଦେବେ, ଯେଉଁଟା ଲେଖା ହେଇଛି beneficiary.nha.gov.in। ସେ ସାଇଟ୍ ଲଗ୍ଇନ୍ କଲା ପରେ ଆପଣ ଯୋଡ଼େ ଅପସନ୍ ଅଛି, ଗୋଟେ ବେନିଫିସିଆରୀ, ଗୋଟେ ଅପରେଟର। ଯେହେତୁ ଆମେ CC ଅପରେଟର, ତେଣୁ ଅପରେଟରରେ ମୁଁ କ୍ଲିକ୍ କରିକି କାପ୍ଚା ଦେଇଦେଉଛି। ତାପରେ ନିଜର ରେଜିଷ୍ଟର ମୋବାଇଲ ନମ୍ବର ଦିଆହେବ, ଯେଉଁଟା ଆମେ ରେଜିଷ୍ଟର କରିଛୁ। ତାପରେ ଅଥେଣ୍ଟିକେସନ୍ ମୋଡ୍, ଯେଉଁଟାକି ଆଧାର OTP କିମ୍ବା ଆଧାର ଆମର ଫିଙ୍ଗରପ୍ରିଣ୍ଟ। OTP ଦେଇଦେବେ। OTP ଦେଲା ପରେ ତାର ଗୋଟେ ଲଗ୍ଇନ୍ ଅପସନ୍ ଆସିଯିବ। ସେଠି ନିଜ ପୁଣି କାପ୍ଚା ବି ଦେବେ, 2-3 ଥର କାପ୍ଚା ଦିଆହେବ। ପ୍ରଥମେ ମୋବାଇଲ ନମ୍ବରଟି ଆପଣଙ୍କର ଭେରିଫାଇ ହେଇକି ଟିକ୍ ଚିହ୍ନ ମରା ହେବ। ଯଦି ଭେରିଫାଇ ନ ହେବ OTP ଆସିବ ନାହିଁ। ତ ଆପଣ ଏଠି କାପ୍ଚା ଦେଇଦେବେ, OTP ତ ଲେଖିଦେଲେ, ତାପରେ ଲଗ୍ଇନ୍ କରିବେ। ଲଗ୍ଇନ୍ ହେଲା ପରେ ଆପଣଙ୍କର ମେନ୍ ପେଜ୍ ଆସିଯିବ, ଯେଉଁଠି ଲେଖା ହେଇଥିବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ତାର ଲେଫ୍ଟ ସାଇଡ଼୍ରେ ଦେଖନ୍ତୁ ଲେଖା ହେଇଛି ସର୍ଚ୍ଚ ଲିଙ୍କ ଆଧାର ଡାଉନଲୋଡ୍ କାର୍ଡ଼ ବେନିଫିସିଆରୀ। ଆମର କାର୍ଡ଼ ଡେଲିଭରି କରିବା ଦରକାର। ଯେଉଁମାନଙ୍କର ସବୁ ଫିଜିକାଲ୍ କାର୍ଡ଼ ଆସିଯିବାରି, ସେମାନେ ଆଶା ଦିଦିଙ୍କ ଦ୍ୱାରା କାର୍ଡ଼ ଡେଲିଭରି ହେବ। କିନ୍ତୁ ଆମର KYC ହେବ ଅନଲାଇନ୍ରେ, ଯାହାଦ୍ୱାରା ଯେଉଁଟାକି ମୋବାଇଲ OTP, ଆଧାରର ଫେସ୍ ଅଥେଣ୍ଟିକେସନ୍, ତାପରେ ଫିଙ୍ଗରପ୍ରିଣ୍ଟ, ଇରିସ୍, ଏହାଦ୍ୱାରା ହେଇପାରିବ। ତ ଏଠି ପ୍ରଥମେ ମୁଁ ନିଜର ଯାହାଙ୍କର ଆପ୍ଲାଏ କରୁଛି ତାଙ୍କର ଆଧାର ନମ୍ବର, କ୍ୟାପ୍ଚା ଆଉ ତାଙ୍କର ଡିଷ୍ଟ୍ରିକ୍ଟ ଡିଟେଲ୍ସ ଲେଖିଲି। ତାପରେ ତାଙ୍କର ଆଧାର ମାରିଲା ପରେ ତାଙ୍କ ଫ୍ୟାମିଲି ଯେତେ ଜଣ ଲୋକ ଅଛନ୍ତି ସମସ୍ତଙ୍କର ତାଙ୍କ ନାଁ ଆସିଗଲା। ତାପରେ ତାଙ୍କର ଫାଦର୍ସ ନେମ୍, ତାଙ୍କର ଲେଖା ହେଇଛି ସୋର୍ସ NFSA, ଯେଉଁଟାକି ରାସନ କାର୍ଡ଼, ଯଦି ନ୍ୟାସନାଲ୍ ରାସନ କାର୍ଡ଼ ହେଇଥିବ ତାହେଲେ ଆସିଯିବ, ଯେଉଁଟାକି 16 ମସିହାରେ ହେଇଥିଲା। ତାର ଏମିତି ତାଙ୍କ ଡିଟେଲ୍ସ ଆସିଲା ପରେ ଆପଣ ଡାଉନଲୋଡ଼ କରିବେ। ଯାହାଙ୍କର କାର୍ଡ଼ ଆସିଛି ତାଙ୍କର ଯଦି କାର୍ଡ଼ ଡେଲିଭରି କରିବାକୁ ଚାହୁଁଛନ୍ତି, ତାହେଲେ ସେଠି ଡାଉନଲୋଡ଼ କରିବେ। ତାଙ୍କରି ଡାହାଣ ପଟୁ ଦେଖନ୍ତୁ, ସେଠି ଯେଉଁ ଡାଉନଲୋଡ଼ ଚିହ୍ନ ଅଛି ସେଠି ଡାଉନଲୋଡ଼ କରିପାରିବେ। ସେଠି ଡାଉନଲୋଡ଼ କଲା ପରେ ତାଙ୍କର ସମସ୍ତଙ୍କର ଫେସ୍ ଆସିଯିବ। ଯେତେ ଜଣ ଲୋକ ଅଛନ୍ତି ତାଙ୍କର ଫେସ୍ ଆସିଯିବ। ସେଠି ଉପରେ ଅପସନ୍ ଅଛି ଡାଉନଲୋଡ଼ କାର୍ଡ଼ ଡେଲିଭରି। ତ ମୋର କାର୍ଡ଼ ଡେଲିଭରି କରିବାର ଅଛି, ତେଣୁ କାର୍ଡ଼ ଡେଲିଭରି ଉପରେ ମୁଁ କ୍ଲିକ୍ କଲି। କାର୍ଡ଼ ଡେଲିଭରି ଉପରେ କ୍ଲିକ୍ କଲା ପରେ ବି ଆପଣଙ୍କର ଏଠି ଅଥେଣ୍ଟିକେସନ୍ ହେବ। ଡାଉନଲୋଡ଼ କାର୍ଡ଼ରେ ଯେମିତି ଅଥେଣ୍ଟିକେସନ୍ ହେଇକି ଆପଣ ଡାଉନଲୋଡ଼ କାର୍ଡ଼ ବାହାରୁଛି, ଡାଉନଲୋଡ଼ ହେଉଛି କାର୍ଡ଼, ସେଭଳି କାର୍ଡ଼ ଡେଲିଭରିରେ ବି ଏମିତି ଅଥେଣ୍ଟିକେସନ୍ ହେବ। ଏଠି ନାଁ ଆସିଛି ତାଙ୍କର ଆଧାର OTP, ଫିଙ୍ଗରପ୍ରିଣ୍ଟ, ଇରିସ୍ ସ୍କାନ୍, ଫେସ୍ ଅଥେଣ୍ଟିକେସନ୍, 4ଟା ଅପସନ୍ ଆସିଗଲା। ମାନେ ତାଙ୍କର ଯେଉଁଥିରେ ବି ହେଲେ ଆମେ ଅଥେଣ୍ଟିକେସନ୍ କରିପାରିବା। ମୁଁ ଯେହେତୁ ତାଙ୍କର ଆଧାରରେ ଫୋନ୍ ନମ୍ବର ଲିଙ୍କ ଅଛି, ତେଣୁ ମୁଁ ଏଇଟା ତାଙ୍କର ଫୋନ୍ ନମ୍ବରରେ OTP ଦେଇକି ଇଏ କରିପାରିବି। ତେଣୁ ତାଙ୍କ ଆଧାରରେ ମୁଁ ଭେରିଫାଇ କଲି। ତାପରେ ୟେସ୍ ଆଇ ୱିଶ୍ ଟୁ କ୍ରିଏଟ୍ ମାଇ ଆଭା କାର୍ଡ଼, ସେଠି ଠିକ୍ ଚିହ୍ନ ମାରିଲି। ତାପରେ ଆଲାଉ କଲି। ତାପରେ 2ଟା OTP ଯିବ, ଗୋଟେ ହେଉଛି ବେନିଫିସିଆରୀ ଆଧାର OTP, ଯାହାଙ୍କର ଆପ୍ଲାଏ ହେଉଛି ତାଙ୍କ ପାଖକୁ ଯିବ। ଆଉ ଗୋଟେ ଅପରେଟର, ମାନେ ଯିଏ ଆପ୍ଲାଏ କରୁଛନ୍ତି ଆମେମାନେ, ଆମ ପାଖକୁ ଗୋଟେ ଯିବ। 2ଟା OTP ଆସିବ। ଯଦି ଫିଙ୍ଗରପ୍ରିଣ୍ଟ ଦେଇଥାନ୍ତି ତାହେଲେ ଅପରେଟରଙ୍କ ପାଖକୁ ଗୋଟେ OTP ଯିବ, ସେମାନଙ୍କର ଫିଙ୍ଗରପ୍ରିଣ୍ଟ ସ୍କାନ୍ ହେବ। ଏମିତି 2ଟା ଯାକ ଆମେ OTP ଦେଇଦେଲା ପରେ ଦେଖିବେ। ତାପରେ ଆସିଯିବ ତାଙ୍କର KYC ହେଲା ନା ନାହିଁ। ସେଠି ଅଥେଣ୍ଟିକେସନ୍ ମୋଡ୍ ଲେଖା ହେଇଛି, ଅଥେଣ୍ଟିକେସନ୍ ବାଇ ଦଳି, ତାପରେ ସବମିଟ୍ କରିଦେବେ। ସବମିଟ୍ କଲା ପରେ ଲେଖିଦେବ ଆପଣଙ୍କର ଆୟୁଷ୍ମାନ କାର୍ଡ଼ ଡେଲିଭର୍ଡ ସକ୍ସେସଫୁଲି। ଆପଣଙ୍କର କାର୍ଡ଼ ଡେଲିଭରି ହେଲା ପରେ ଉପରେ ସେ ଟିକ୍ ଚିହ୍ନ ଆଉ ଆସିବ ନାହିଁ, ଯେଉଁଠି ଟିକ୍ ଚିହ୍ନ ମାରିକି ଆମେ ଆପ୍ଲାଏ କରୁଥିଲେ ଯେ ତାଙ୍କର KYC ହେବ ବୋଲି, କିନ୍ତୁ ତାପରେ ନେକ୍ସଟ ଟାଇମ୍ ଲଗ୍ଇନ୍ କଲେ ତାଙ୍କର ଆସିବନି। ଏହିପରି ଆମର KYC ହେବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଚ୍ୟାନେଲଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍